ବ୍ୟାଙ୍କରେ ଥିଲା ପ୍ରବଳ ଗହଳି। ବ୍ୟାଙ୍କ କାଉଣ୍ଟରରେ ଲୋକେ ଲାଇନ ଲଗାଇ ଛିଡ଼ା ହୋଇଥିଲେ। ନିଜ ନିଜ କାମ ସାରି ଘରକୁ ଯିବା ପାଇଁ ସମସ୍ତେ ବ୍ୟସ୍ତ ହେଉଥିଲେ। ଏହି ସମୟରେ ହଠାତ୍ ବାହାରେ ହୋ ହଲ୍ଲା ଆରମ୍ଭ ହୋଇଗଲା। କିଏ ଜଣେ ବିକଳ ହୋଇ ଚିତ୍କାର କରୁଥିଲା, କି ମୋତେ ବ୍ୟାଙ୍କ ଭିତରକୁ ଛାଡ଼, ମୋତେ ନିହାତି ଟଙ୍କା ଉଠାଇବାର ଅଛି, ନହେଲେ ମୋ ପୁଅର କେତେବେଳେ ଯେ କ'ଣ ହୋଇଯିବ। ଯାଇ ଦେଖିବା ବେଳକୁ ଜଣେ ଧୋତି ପିନ୍ଧା ମଉସାଙ୍କୁ ସିକ୍ୟୁରିଟି ଗାର୍ଡ ଭିତରକୁ ଛାଡୁନଥିଲା। ସିକ୍ୟୁରିଟି ଗାର୍ଡ କହୁଥିଲା କି ଧୋତି ପିନ୍ଧା ଲୋକଙ୍କୁ ଭିତରକୁ ଯିବା ମନା। ତା ଛଡ଼ା ତମର ଏଠାରେ କି କାମ ଯେ ତମେ ଭିତରକୁ ଯିବା ପାଇଁ ଚାହୁଁଛ? ବ୍ୟାଙ୍କ ଭିତରେ ବହୁତ ଭିଡ଼, ତେଣୁ ତମେ ଯାଇପାରିବନି। ସେ ମଉସା ହାତ ଯୋଡ଼ି ବିକଳ ହୋଇ ଯେତେ ଅନୁରୋଧ କରୁଥିଲେ ବି ସିକ୍ୟୁରିଟି ଗାର୍ଡ ଛାଡୁନଥିଲା। ଶେଷରେ ବାଧ୍ୟ ହୋଇ ସେ ମଉସା ଗେଟ୍ ପାଖରେ ବସି ପଡ଼ିଲେ। ଆଖିରୁ ତାଙ୍କର ଅନବରତ ଲୁହ ଗଡ଼ୁଥିଲା। ଭିତରକୁ ଯାଉଥିବା ଲୋକଙ୍କୁ ସେ ବିକଳ ହୋଇ ଅନାଉଥିଲେ, କାଳେ କିଏ ତାଙ୍କୁ ତାଙ୍କ ସାଥିରେ ଭିତରକୁ ନେଇଯିବ। ବସି ରହିବାର 45 ମିନିଟ୍ ବିତିଗଲା। କ'ଣ ଘଟିଲା କେଜାଣି ହଠାତ୍ ବ୍ୟାଙ୍କ ମ୍ୟାନେଜର ଧଇଁ ସଇଁ ହୋଇ ବ୍ୟାଙ୍କ ଗେଟ୍ ଦେଇ ବାହାରିଲେ। ଆଉ ଦୌଡ଼ିକି ସିଧା ଧୋତି ପିନ୍ଧା ମଉସାଙ୍କ ପାଖକୁ ଯାଇ ତାଙ୍କ ଗୋଡ଼ ଧରି ପକେଇଲେ। କହିଲେ କି ମଉସା, ଦୟା କରନ୍ତୁ ମୋ ଉପରେ, ନହେଲେ ମୁଁ ଭାସିଯିବି। ଆପଣ ହିଁ ମୋ ଚାକିରି ବଞ୍ଚେଇ ପାରିବେ। ମୋ ଚାକିରି ଚାଲିଗଲେ ଅନର୍ଥ ହୋଇଯିବ। ବ୍ୟାଙ୍କ ମ୍ୟାନେଜରଙ୍କୁ ଆଶ୍ଚର୍ଯ୍ୟ ହୋଇ ସେମିତି ଅନାଇ ରହିଲେ ଧୋତି ପିନ୍ଧା ମଉସା। କାରଣ ଟିକେ ଆଗରୁ ଯେଉଁ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ତାଙ୍କୁ ଭିତରକୁ ଛାଡୁନଥିଲା, ଏବେ ସେ ବ୍ୟାଙ୍କର ମ୍ୟାନେଜର ଆସି କାହିଁକି ତାଙ୍କ ଗୋଡ଼ ଧରୁଥିଲେ? କ'ଣ ଥିଲା ପ୍ରକୃତ ଘଟଣା? କିଏ ଥିଲେ ସେ ଧୋତି ପିନ୍ଧା ମଉସା? ଧୋତି ପିନ୍ଧିଥିଲେ ବୋଲି କାହିଁକି ତାଙ୍କୁ ସିକ୍ୟୁରିଟି ଗାର୍ଡ ଭିତରକୁ ଛାଡ଼ିଲାନି? ଆଉ ମ୍ୟାନେଜର କାହିଁକି ତାଙ୍କ ଗୋଡ଼ ଧରୁଥିଲେ? ପୁରା ସସ୍ପେନ୍ସ କାହାଣୀ। ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ହିଁ ଜାଣିପାରିବେ। ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ଆଉ ଯେଉଁମାନେ ଭିଡିଓ ଦେଖିବା ଆଗରୁ ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କରିବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ମ୍ୟାନେଜର ଯାଇ ମଉସାଙ୍କର ଗୋଡ଼ ଧରି ଭୁଲ ମାଗୁଥିଲେ। କହୁଥିଲେ କି ମଉସା, ସିକ୍ୟୁରିଟି ଗାର୍ଡର ଭୁଲ ପାଇଁ ମୁଁ କ୍ଷମା ମାଗୁଛି। ମୋ ଉପରେ ଦୟା କରନ୍ତୁ, ନହେଲେ ମୋ ଚାକିରି ଚାଲିଯିବ। ଏହା କହିକି ସେ ମଉସାଙ୍କ ହାତ ଧରି ନିଜେ ବ୍ୟାଙ୍କ ଭିତରକୁ ନେଇଗଲେ। ଆଉ ତାଙ୍କ ଚ୍ୟାମ୍ବରରେ ନେଇ ଗୋଟେ VIP ସିଟ୍ ଦେଇ ବସାଇଲେ। ସଙ୍ଗେ ସଙ୍ଗେ ଷ୍ଟାଫଙ୍କୁ ଡାକି କଫି ମଗାଇଲେ। ସେତେବେଳେ ଯାଏଁ ସେ ମଉସା ବୁଝିପାରୁନଥିଲେ କି ଏମିତି କ'ଣ ଘଟଣା ଘଟିଲା ଯେ ମ୍ୟାନେଜର ଆସି ମୋ ଗୋଡ଼ ଧରି ଭୁଲ ମାଗିବା ସହିତ ଏତେ ଚର୍ଚ୍ଚା କରୁଛନ୍ତି। ସେ ଚୁପଚାପ ସବୁ ଦେଖୁଥିଲେ। ସେଠୁ ମ୍ୟାନେଜର ପଚାରିଲେ କି ମଉସା, ଏବେ କୁହନ୍ତୁ ଆପଣଙ୍କର କ'ଣ ଅସୁବିଧା ହୋଇଛି? ଆଖିରୁ ଲୁହ ପୋଛି ସେ କହିଲେ କି ବାପାରେ, ଆଜି ଏଇ ମୁହୂର୍ତ୍ତରେ ମୋତେ ନିହାତି 90 ଲକ୍ଷ ଟଙ୍କା ଦରକାର, ନହେଲେ ମୋ ପୁଅ ମରିଯିବ। ସେଠୁ ଧୋତି ପିନ୍ଧା ମଉସା ସବୁ କାହାଣୀ କହିଲେ। 90 ଲକ୍ଷ ଟଙ୍କା କଥା ଶୁଣି ବ୍ୟାଙ୍କ ମ୍ୟାନେଜରଙ୍କର ହୋସ୍ ଉଡ଼ିଗଲା। ସେ ତୁରନ୍ତ ମଉସାଙ୍କର ବ୍ୟାଙ୍କ ଆକାଉଣ୍ଟ ଚେକ୍ କଲେ। ଆଉ ଯେତେବେଳେ ଦେଖିଲେ କି ତାଙ୍କ ଆକାଉଣ୍ଟରେ 1.5 କୋଟି ଟଙ୍କା ଅଛି, ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା। ସେ ଧୋତି ଓ ପଞ୍ଜାବୀ ପିନ୍ଧିଥିବା ସେ ମଉସାଙ୍କ ଆଡ଼କୁ ଟିକେ ଧ୍ୟାନ ପୂର୍ବକ ଅନାଇଲେ। ମନରେ ଆସିଲା କି କିଏ ସେ ଲୋକ? ଦେଖିବାକୁ ତ ସାଧା ସିଧା, ଆଉ ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା? ନିଶ୍ଚୟ ଜଣେ ବଡ଼ଲୋକ ହୋଇଥିବେ। ମ୍ୟାନେଜର ଜାଣିପାରିଲେ କି ମଉସା ହେଉଛନ୍ତି ସେ ବ୍ୟାଙ୍କର ସବୁଠୁ ବଡ଼ କଷ୍ଟମର। ତେଣୁ ତାଙ୍କ ମୁଣ୍ଡ ଘୁରାଇ ଦେଲା। ସେ ଏବେ କ'ଣ କରିବେ ବୋଲି ଚିନ୍ତା କଲେ। କାରଣ ମଉସା ଥିଲେ ବ୍ୟାଙ୍କର ସବୁଠୁ ବଡ଼ କଷ୍ଟମର, ଆଉ ତାଙ୍କର ଟଙ୍କା ନିହାତି ଦରକାର ଥିଲା। ହେଲେ ସେତେବେଳେ ବ୍ୟାଙ୍କରେ ବି ଏତେ ଟଙ୍କା ନଥିଲା। ଆଉ ବିଳମ୍ବ ନ କରି ସେ କାଗଜପତ୍ର କାମ ଆରମ୍ଭ କରିଦେଲେ। ତାପରେ ସେ କ୍ୟାସିୟରଙ୍କୁ ଡକାଇ ପଠେଇଲେ। ତାଙ୍କୁ କାଗଜ ଧରାଇ ଦେଇ କହିଲେ କି ଶୀଘ୍ର ତମେ ମେନ୍ ବ୍ରାଞ୍ଚକୁ ଯାଅ, ଆଉ ସେଠାରେ ନେଇ ଏ କାଗଜ ଜମା କରି ଚିଫ୍ ମ୍ୟାନେଜରଙ୍କୁ ଦେଖା କରିବ। କ୍ୟାସିୟର କାଗଜ ନେଇ ଚାଲିଗଲେ। ଆଉ 2 ଘଣ୍ଟା ଭିତରେ ପୁଣି ବ୍ୟାଙ୍କ ଫେରିଲେ। ସେତେବେଳ ଯାଏଁ ନିଜ ଚ୍ୟାମ୍ବରରେ ଶଶାନ ମାନେ ମଉସାଙ୍କୁ ବସାଇ ରଖିଥିଲେ ବ୍ୟାଙ୍କ ମ୍ୟାନେଜର।
ଆଉ କ୍ୟାସିୟର ଆସି ପହଞ୍ଚିବା ପରେ ମଉସାଙ୍କୁ କହିଲେ କି ମଉସା ଆପଣଙ୍କର କାମ ହୋଇଗଲା, ଏଥର ଆପଣ 90 ଲକ୍ଷ ଟଙ୍କାର ଚେକ୍ ତାଙ୍କୁ ଦେଇପାରିବେ। ଧୋତି ପିନ୍ଧା ମଉସାଙ୍କ ମୁହଁରେ ଟିକେ ହସ ଦେଖାଗଲା। ସେ ତରବର ହୋଇ ସିଧା ବ୍ୟାଙ୍କରୁ ହସ୍ପିଟାଲ ବାହାରିଗଲେ। ତାହେଲେ କିଏ ଥିଲେ ସେ ମଉସା? 90 ଲକ୍ଷ ଟଙ୍କା ତାଙ୍କୁ ସେହି ମୁହୂର୍ତ୍ତରେ କାହିଁକି ଦରକାର ଥିଲା? ଯାହା ପାଇଁ ବି ତାଙ୍କୁ ଏତେ ହୀନସ୍ତା ହେବାକୁ ପଡ଼ିଲା? ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ମଉସାଙ୍କ ନାଁ ଥିଲା ସତ୍ୟନାରାୟଣ ଦାସ। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଲୋକ। ଦାରିଦ୍ରତା କାରଣରୁ ସେ ତାଙ୍କ ସମୟରେ ମାତ୍ର 10ମ ଯାଏଁ ପାଠ ପଢ଼ିଥିଲେ। 16 ବର୍ଷରେ ସେ ବ୍ୟବସାୟ ଆରମ୍ଭ କରିଦେଲେ। ଆଉ ସେହି ବ୍ୟବସାୟ ବଳରେ ସେ 35 ବର୍ଷରେ କୋଟିପତି ହୋଇପାରିଥିଲେ। କୋଟିପତି ହେବା ପରେ ବି ସେ ସରଳ ଜୀବନଯାପନ କରୁଥିଲେ। ସବୁବେଳେ ଓଡ଼ିଆ ଓ ଓଡ଼ିଶାର ସଂସ୍କୃତିକୁ ଭଲ ପାଉଥିଲେ। ଆଉ ଲୋକ ପରିବାରର ବିରୋଧ ସତ୍ତ୍ୱେ ଧୋତି ପଞ୍ଜାବୀ ପିନ୍ଧୁଥିଲେ। ଗତ ସପ୍ତାହ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲୁଥିଲା। ସପ୍ତାହ ତଳେ ତାଙ୍କର ଗୋଟିଏ ବୋଲି ପୁଅ ସହରରୁ ଗାଁକୁ ଫେରୁଥିଲେ। ବାଟରେ ତାଙ୍କ ସହିତ ବଡ଼ ଦୁର୍ଘଟଣା ହେଲା। ସତ୍ୟନାରାୟଣ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କ ପୁଅକୁ ଡାକ୍ତରଖାନା ନିଆ ସରିଥିଲା। ଡାକ୍ତରଖାନାରେ ଡାକ୍ତର ବ୍ରେନ୍ ହ୍ୟାମରେଜ୍ ବୋଲି କହିଦେଲେ ଆଉ ତୁରନ୍ତ ସହରକୁ ପଠାଇଦେଲେ। ସହରରେ ତୁରନ୍ତ ଅପରେସନ କରାଗଲା। କିନ୍ତୁ ଅପରେସନର 5 ଦିନ ଯାଇଛି କି ନା ଯେତେବେଳେ ବ୍ରେନ୍ ସ୍କାନ୍ କରାଗଲା, ରିପୋର୍ଟ ଦେଖି ଡାକ୍ତର ବି ତାଜୁବ ହୋଇଗଲେ। କାରଣ ଯେଉଁ ସ୍ଥାନରେ ଅପରେସନ କରାଯାଇଥିଲା ସେହି ଜାଗା ନଷ୍ଟ ହେବାକୁ ଆରମ୍ଭ ହୋଇଥିଲା। ଡାକ୍ତର ବି ଡରିଗଲେ ଆଉ ସେମାନେ ନିରାଶାର ବାଣୀ ଶୁଣାଇଦେଲେ। ହେଲେ ସତ୍ୟନାରାୟଣ ବାବୁ ଧୈର୍ଯ୍ୟ ହରାଇ ନଥିଲେ। ଡାକ୍ତରଙ୍କ ସହିତ କଥା ହେବା ପରେ ଡାକ୍ତର କହିଲେ କି ମୁମ୍ବାଇର ସବୁଠୁ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି। ସେଠାକୁ ଗଲେ ହୁଏତ ଆପଣଙ୍କ ପୁଅ ବଞ୍ଚିଯିବ। ସତ୍ୟନାରାୟଣ ତୁରନ୍ତ ସେ ଡାକ୍ତରଙ୍କ ସହାୟତାରେ ସେ ଡାକ୍ତରଖାନା ସହିତ ଯୋଗାଯୋଗ କଲେ। ଆଉ ସେମାନେ ସବୁ ରିପୋର୍ଟ ଦେଖିବା ପରେ ଚିକିତ୍ସା କରିବାକୁ ରାଜି ହୋଇଗଲେ। ତେଣୁ 2 ଦିନ ତଳେ ସବୁ ସୁବିଧା ସହିତ ତାଙ୍କୁ ଏରୋପ୍ଲେନରେ ମୁମ୍ବାଇର ସେ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା। ସେଠାରେ ସବୁ ପ୍ରକାରର ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର କହିଦେଇଥିଲେ କି ଆଉ ଥରେ ଅପରେସନ ହେବ। ଆଉ ସେ ଅପରେସନ ହେଉଛି ସବୁଠୁ ଅଧିକ ବ୍ୟୟବହୁଳ। ବିଦେଶରୁ ଡାକ୍ତର ଆସିବେ, ସେଥିପାଇଁ ପ୍ରାୟ 80 ଲକ୍ଷ ଟଙ୍କା ଦରକାର ହେବ। ସତ୍ୟନାରାୟଣ ବାବୁଙ୍କର ବ୍ୟାଙ୍କରେ ପାଖାପାଖି 1.5 କୋଟି ଟଙ୍କା ଜମା ଥିଲା। ତେଣୁ ସେ ସେଦିନ ବ୍ୟାଙ୍କକୁ ଯାଇଥିଲେ ସେ ଟଙ୍କା ଉଠାଇବା ପାଇଁ। ଅର୍ଥାତ୍ ସେ ଟଙ୍କାକୁ ସେ ଚେକ୍ରେ ଦେବା ଆଗରୁ ବ୍ୟାଙ୍କରୁ କନଫର୍ମେସନ ଆଣିବାକୁ ଯାଇଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଧୋତି ପିନ୍ଧା ଗାଉଁଲି ଲୋକ ଭାବିକି ଭିତରକୁ ଛାଡୁନଥିଲେ। ଯେତେ ନେହୁରା ହେଲେ ବି ସେ ଛାଡ଼ିଲେନି। ଆଉ ମନ ଦୁଃଖରେ ସେ ବାହାରେ ବସିଥିବା ବେଳେ ଚମତ୍କାର ହେଲା। ବ୍ୟାଙ୍କରେ କ'ଣ ଚାଲିଛି ଯାଞ୍ଚ କରିବାକୁ ମେନ୍ ବ୍ରାଞ୍ଚରୁ ସେଦିନ କିଛି ଟିମ୍ ଆସିଥିଲେ। ସାଧା ବେଶରେ ସେ ସବୁ ଲକ୍ଷ୍ୟ କରୁଥିଲେ। ବ୍ୟାଙ୍କ କେମିତି ସର୍ଭିସ ଦେଉଛି, ବ୍ୟାଙ୍କ କର୍ମଚାରୀ କେମିତି ବ୍ୟବହାର କରୁଛନ୍ତି, କେତେ ସମୟରେ ଲୋକଙ୍କର କାମ କରିଦେଉଛନ୍ତି ଇତ୍ୟାଦି ପଚାରି ବୁଝିଥିଲେ। ଆଉ ସେମାନେ ଯେତେବେଳେ ସତ୍ୟନାରାୟଣ ବାବୁଙ୍କୁ ଏମିତି ଅବସ୍ଥାରେ ଦେଖିଲେ ତାଙ୍କ ପାଖକୁ ଆସି ସବୁ ପଚାରିଲେ। ସତ୍ୟନାରାୟଣ ବାବୁ ଗୋଟି ଗୋଟି କରି ସବୁ କହିବା ପରେ ସେମାନେ ତୁରନ୍ତ ଚିଫ୍ ମ୍ୟାନେଜରଙ୍କୁ ଯୋଗାଯୋଗ କଲେ। ମଉସାଙ୍କଠାରୁ ଗୋଟିଏ କାଗଜରେ ଦସ୍ତଖତ ନେଇଗଲେ। ଆଉ ଚିଫ୍ ମ୍ୟାନେଜରଙ୍କ କାନରେ ଏମିତି କଥା ପଡ଼ିବା ପରେ ସେ ତୁରନ୍ତ ସେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ କଲେ ଆଉ ତାଙ୍କୁ ମନ ଇଚ୍ଛା ଗାଳି ଦେଲେ। ଫାକ୍ସରେ ତାଙ୍କ ନିଲମ୍ବନ ଚିଠି ବି ପଠାଇଦେଲେ। କହିଲେ କି ତମେ ଯଦି ଚାକିରି ବଞ୍ଚାଇବାକୁ ଚାହୁଁଛ ତାହେଲେ ଗୋଟିଏ ରାସ୍ତା ଅଛି। ସେଇଟା ହେଉଛି ଯଦି ସେ ମଉସା ତମ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ କରନ୍ତି ତାହେଲେ ତମ ଚାକିରି ଯିବାରୁ ବଞ୍ଚିଯିବ। ଏମିତି ଘଟଣା ଘଟିବା ପରେ ମ୍ୟାନେଜର ତୁରନ୍ତ ଧଇଁସଇଁ ହୋଇ ବାହାରେ ବସିଥିବା ସତ୍ୟନାରାୟଣଙ୍କ ପାଖକୁ ଦୌଡ଼ିଲେ ଆଉ ସିଧା ଯାଇ ତାଙ୍କ ଗୋଡ଼ ଧରି ପକେଇଲେ। ଆଉ ତାପରେ ଯାହା ହେଲା ଆପଣମାନେ ଶୁଣି ସାରିଛନ୍ତି। ସେଠୁ ସତ୍ୟନାରାୟଣଙ୍କ ବ୍ୟାଙ୍କରେ ଟଙ୍କା ଅଛି ବୋଲି କନଫର୍ମ ହେବା ପରେ ତୁରନ୍ତ ମୁମ୍ବାଇର ହସ୍ପିଟାଲ ନାଁରେ 80 ଲକ୍ଷ ଟଙ୍କାର ଚେକ୍ ଲେଖିଦେଲେ। ଚେକ୍ ଡିପୋଜିଟ୍ ହେବାର ପରଦିନ ହିଁ ତାଙ୍କ ପୁଅର ଅପରେସନ ଆରମ୍ଭ ହୋଇଗଲା। 5 ଘଣ୍ଟା ଧରି ଅପରେସନ ଚାଲିଲା। ସେଇଟା ଥିଲା
ବିରଳ ଅପରେସନ। ବିଦେଶରୁ ବି ଡାକ୍ତର ଆସିଥିଲେ। ଆଉ 5 ଘଣ୍ଟାର ଅପରେସନ ସରିବା ପରେ ଡାକ୍ତରମାନେ ବାହାରିଲେ। କହିଲେ ଆମେ ସଫଳତାର ସହିତ ଅପରେସନ କରିଦେଇଛୁ। ଏବେ ପେସେଣ୍ଟ ବେହୋସ ଅଛନ୍ତି। ଆପଣ ଭଗବାନଙ୍କୁ ଡାକନ୍ତୁ। ଏବେ ବି ଆପଣଙ୍କ ପୁଅ ଭଲ ହୋଇଯିବାର 50% ସୁଯୋଗ ଅଛି। ସତ୍ୟନାରାୟଣଙ୍କ ମନରେ ଟିକେ ସାହସ ଆସିଲା। ସେ ଭଗବାନଙ୍କୁ ଡାକିଲେ। ଏମିତି 15 ଦିନ ବିତି ଯାଇଥିଲା। ଦିନେ ଡାକ୍ତର ଆସି କହିଲେ କି ଏବେ ଆପଣଙ୍କ ପୁଅ ଉପରେ କିଛି ବିପଦ ନାହିଁ, ହେଲେ ଆଗକୁ ସାବଧାନ ରହିବାକୁ ପଡ଼ିବ, କାରଣ ବ୍ରେନ୍ ଭିତରେ ଯେମିତି କିଛି ବି ଇନଫେକ୍ସନ ନ ହେଉ। ଆଉ ପୁରା 6 ମାସ ରେଷ୍ଟରେ ଅର୍ଥାତ୍ ଘରେ ହିଁ ରହିବାକୁ ପଡ଼ିବ। ଆଉ 7 ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ତାଙ୍କ ପୁଅ। ପରିବାରରେ ଟିକେ ଖୁସି ଫେରିଲା। ଏବେ ତାଙ୍କ ପୁଅ ଭଲ ହୋଇଯାଇଛନ୍ତି। କାହାଣୀ କେମିତି ଲାଗିଲା ନିହାତି ଜଣେଇବେ। ଜଣେ ଧୋତି ପିନ୍ଧିଛନ୍ତି ବୋଲି ସେ କ'ଣ ବ୍ୟାଙ୍କ ଭିତରକୁ ଯାଇପାରିବେନି? ଆଉ ଜଣଙ୍କର ଅସମୟରେ ତାକୁ ଆମେ ସାହାଯ୍ୟ ନ କରି ତାର ପୋଷାକ ଦେଖି ତାକୁ ହେୟଗାନ କରିବା କେତେ ଠିକ୍? ନିଜ ନାଁ ଓ ଜାଗା ନାଁ ସହିତ କମେଣ୍ଟ କରି ନିଜର ମତ ଦେବେ। ଭିଡିଓ ଭଲ ଲାଗିଥିଲେ ବହୁତ ମାତ୍ରାରେ ଲାଇକ୍ ଓ ସେୟାର କରିଦେବେ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ବି ଅନ୍ କରିଦେବେ। ଗତ ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ସହିତ ଲାଇକ୍ ସେୟାର କରିଥିବା ବ୍ୟକ୍ତିମାନେ ହେଲେ ନବୀନ ସାହୁ, ବିରୁପାକ୍ଷ ପାତ୍ର, ଅମ୍ବିକା ପ୍ରସାଦ ସରାଙ୍ଗ, ବଳରାମ ପ୍ରଧାନ ଅନୁଗୁଳ, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ତନିଷା ତନୟା ଭୁବନେଶ୍ୱର, ସୁରାମ ମଲ୍ଲିକ ଫୁଲବାଣୀ, ଦେବାନନ୍ଦ କୁମାର ସୁନ୍ଦରଗଡ଼, ଜଗବନ୍ଧୁ ବେହେରା, ପ୍ରଭାତ ନଳିନୀ ମିଶ୍ର କେନ୍ଦୁଝର, ଅନନ୍ତ ପ୍ରସାଦ, କମ୍ଭବାଣୀ ପ୍ରଧାନ ପଳାଶଘୋରା, ରଜତ କୁମାର ମିଶ୍ର ଯାଜପୁର, ରବି ମହାନ୍ତି କଟକ, ପିଏଲ ସାହୁ, ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।